ଅଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ତ ଚାଲନ୍ତୁ ମୁଁ ଏବେ ପଛପଟକୁ ଯିବି। ତ ପଛପଟେ ଜହ୍ନି ବାଇଗଣ ଆଉ କଞ୍ଚା ଲଙ୍କା ସବୁକିଛି ଲାଗିଛି, ନେଇକି ଆସିବି। ଅଳ୍ପ ଅଳ୍ପ ହେଇଛି, ବେଶୀ କିଛି ହେଇନି। ତ ଚାଲନ୍ତୁ ଯିବା, ପଛପଟେ ସବୁ ନେଇକି ଆସିବି। ତ ଚାଲନ୍ତୁ ଦେଖିବା ପଛପଟେ। ଏଇଠି ମୁଁ ଛାତରୁ ଠିଆ ହେଇକରି ଭିଡ଼ିଓ କରୁଛି। ତ ତଳଟା କେମିତି ଦେଖାଯାଉଛି। ପୁରା ତ ଗଛ ଏବେ ବର୍ଷା ନାଗି ପୁରା ପତ୍ର ଗଛରେ ବହୁତ ସାରା ହେଇଯାଇଛି। ତଳଟା ବେଶୀ କିଛି ଦେଖାଯାନ୍ତି, ଅଳ୍ପ ଅଳ୍ପ ଦେଖାଯାଉଛି। ତ ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଇଟା ହେଉଛି ରାମଫଳ ଗଛ, ମାନେ ଆମର ଯେଉଁ କହୁଛନ୍ତି ଆତ ରାମଫଳ ଗଛ। ତ ସେଇଟା ହେଉଛି ଆଖୁ ଗଛ, ଏପଟେ ଅଛି କଦଳୀ ଗଛ, ଏଇଟା ଟିକେ ଦେଖାହେଉଛି ବୋଇତାଳୁ ଗଛଟା ଟିକେ ଅଳ୍ପ ଦେଖାହେଉଛି। ତ ଏମିତି ସବୁ ଅଳ୍ପ ଅଳ୍ପ ଦେଖାହେଉଛି। ତ ଚାଲନ୍ତୁ ତଳକୁ ଯିବା। ତ ମୁଁ ତଳକୁ ଗଲେ ଯିବା ବେଳେ ଭିଡ଼ିଓ କରିବିନି, ମାନେ ସେଠି ଯାଇକି ପହଞ୍ଚିଲା ପରେ ଯାଇକି ଭିଡ଼ିଓ କରିବି। ତ ମୁଁ ଭିଡ଼ିଓ କଲେ ତାଙ୍କର ସମସ୍ତେ ଜାଣିଯିବେ ନା। ତ ଏଇଟାକୁ ନେଇକି ଯିବି, ଏଥିରେ ଯାହା ସବୁ ବାହାରିବ ନେଇକି ଆସିବି। ତ କଇଁଚି ବି ସାଙ୍ଗରେ ନେଇକି ଯିବି। ତ ବାଇଗଣ ଆଉ ଜହ୍ନି ତାକୁ କାଟିକିରି ଆଣିବି ନା, ନେଇକି ଯିବି। ତ ଭାଇ ଜହ୍ନି ଦେବ ବୋଲି କହୁଥିଲ। ମଶା କାମୁଡ଼ି ପକାଉଛନ୍ତି। ଜହ୍ନି ଗଛ। ତ ଆମେ ପଛପଟକୁ ଯାଇଥିଲୁ, ମାନେ ପଛପଟେ ଏତେ ମଶା, ମାନେ ଠିଆ କରିଦେଉନାହାନ୍ତି କି କିଛି କରିଦେଉନାହାନ୍ତି। ତ ଇଏ ତ ମଶା କ୍ରିମ୍ ଲଗେଇକି ଆସିଛନ୍ତି, ତାପରେ ବି ମଶା କାମୁଡ଼ି ପକାଉଛନ୍ତି। ତ ତାଙ୍କର ମୁଣ୍ଡରେ କିନି ଯେହେତୁ ଛୁଟି ନାହିଁ, ନଣ୍ଡା ମୁଣ୍ଡଟା, ମୁଣ୍ଡରେ କିନ୍ତୁ ତଉଲିଆ ପକାଇ ଦେଉଛନ୍ତି। ମାନେ ମଶା କାମୁଡ଼ି ଫୁଲେଇ ସାରିଲେଣି, ତାଙ୍କ ମୁହଁ ଫୁହଁ ଫୁଲେଇ ସାରିଲେଣି। ତ ସେ ଆସିଥିଲେ ଏଇ ଘାସ ଗୁଡ଼ାକ ମାନେ ଓପାରାପରି ନ କଲେ ସବୁ ଗଛ ଫଛରେ ପୋକ ଲାଗିଯିବେ। ସେ ଘାସ ଗୁଡ଼ା ଓପାରିବାକୁ ଆସିଥିଲେ ସିଏ। ତ ମୋତେ ଡାକିଥିଲେ କି ଆସ ଜହ୍ନି ଆଉ କାଙ୍କଡ଼ ସବୁ ନେଇକି ଆସିବ। ଗଛରେ କିନି ହେଇଛି, ନହେଲେ ବୁଢ଼ା ହେଇଯିବ। ତ ମୁଁ ଯାଇଥିଲି ତଳକୁ, ଆଣିକି ଆସିଲି। ତ ମଶା କାମୁଡ଼ୁ କିନ୍ତୁ ଗୁଣୁ ଗୁଣୁ ହେଉଛନ୍ତି ମଶା, ଠିଆ କରିଦେଉନାହାନ୍ତି। ମଶା ମୁହଁ ଫୁହଁ କାମୁଡ଼ି ପକାଉଛନ୍ତି। ମାନେ ଏତେ ଜୋରରେ ସେ ମଶା କାମୁଡ଼ିଲେ, ଏତେ ଜୋରରେ କୁଣ୍ଡେଇ ହେଉଛି, ମାନେ କହିବାକୁ ନାହିଁ। ଇଏ ମଶା କ୍ରିମ୍ ଲଗେଇକି ଯାଇଛନ୍ତି, ତଥାପି ମଶା କାମୁଡ଼ି ପକାଉଛନ୍ତି। ତ ମଶା କାମୁଡ଼ିଲେ କ'ଣ ହେବ? ଯାହାହେଲେ ତ ଆମ ଗଛ ପଛର ପୁଣି ଦାୟିତ୍ୱ ନେବାକୁ ପଡ଼ିବ। ତ ଇଏ ଗଛ ପଛରେ ଓପାରିଲେ, ଆଉ ଟିକେ ଔଷଧ ପକାଇଲେ, ମାନେ ପୋକ ଲାଗିବେନି ଯେଉଁ ଔଷଧ, ସେ ଔଷଧ ପକାଇଲେ। ପକାଇକିରି ଆସିଲି ହାରି ଆଉ। ମୁଁ ଆସିଲି ହାରି, ସେ ତାଙ୍କର ଥିଲେ। ଦେଖନ୍ତୁ ଏଠି କେମିତି କୁକୁର କେମିତି ଭୁକୁଛି। ସେ ବାହାର ଲୋକ ଟିକେ କ'ଣ ଦେଖିଲେ, ଏତେ ଜୋର ଭୁକୁଛି, ମାନେ ମୁଣ୍ଡ ଖରାପ କରିଦେଉଛି। ସେ ଦେଖାଯାଉଛି କଷି, ଭିତରୁ ପାକଳ ହେଇଯାଇଥିବ। ମୁଁ ଯିବି କେମିତି? ଏଇଥିରେ କିନି ଗୋଟେ ବାଇଗଣ ବୁଢ଼ାଳିଆ ହେଇଗଲାଣି, ଦେଖାଯାଉଛି। ଓହୋ, ମଶା କହୁଛନ୍ତି ଆମେ ଉଠେଇକି ନେଇକି ପଳେଇମୁ ଏକାଥରେ। ଏଇଟା ବା ଗୋଟେ ଏଠି ବାଇଗଣ। ଭିତରୁ କ'ଣ ନା, ସବୁ କୁଆଡ଼େ ଭିତରେ ପଉଛି। ଏଇଟା ଗୋଟେ ବୁଢ଼ା ହେଇଗଲାଣି, ଏଇଟା ପଛକରେ। ଓହୋ, ମଶା କାମୁଡ଼ି ଦେଲେ ଲୋ।
ଦେଖନ୍ତୁ ମଶା କେମିତି ଉଡ଼ୁଛି। এইটা ଗୋଟେ ନାଲିଆଟେ ଏକରେ ଭାଇ ହେଇ ହେଇଟା ଗୋଟେ ଏଟା ଗୋଟେ ଦୁଇଟା এইটা ସେଟା ଏଇଠି ଦୁଇଟା ହେଟା ଗୋଟେ ଏଟା ଗୋଟେ ଦୁଇଟା ମେଘ ଅଧିକ ହେଲାଠୁ ଆଉ ଟିକେ ବଡ଼ ହେଇଯା କାଲିପତ୍ର ଆଡ଼କୁ ହେଇଯିବ। ଲେମ୍ବୁ ନେବ ନା କ'ଣ? ତୋଳ ନା ତୋଳ ନେବୁ ବା ଅଛି ତାଙ୍କ ଘର ପାଇଁ। ଖରା ନାଗି ଟିକେ ଅଳ୍ପ ମଶା ଲାଗୁଥିଲେ ଖରା ପଳେଇଲାଠୁ ଅଧିକ ହେଲେ ଖରା ନାଗି ଟିକେ କମ୍ ମଶା ଲାଗୁଥିଲେ। ଏଗୁଡ଼ା ସବୁ ଛୋଟ ଛୋଟ ଗଛ ହେଇଥିଲା ମୁଁ ଦେଖେଇଥିଲି ଭିଡ଼ିଓ କରିଥିଲି ତ ଦେଖନ୍ତୁ ହଳଦୀ ଲାଗିଛି ଏପଟେ ଆଉ ଇଏ ହେଉଛି ସାରୁ ସାରୁ ଅଳ୍ପ ଆଣିଥିଲେ କିଣିକିରି ଲଗା ହେଇଛି ସାରୁ ତ ଇଏ ହେଉଛି ହଳଦୀ ଆଉ ସେଠିକିନି ମାନେ ମାଟି ଆଳୁ ଲାଗିଛି ଦେଖନ୍ତୁ ମାଟି ଆଳୁ ଟିକେ ଜୁମ୍ କରୁଛି ଦେଖନ୍ତୁ ମାଟି ଆଳୁ ପୁରା ଗାଉଁଲି ଟାଇପ୍ର ଆମେ ଲଗେଇଛୁ ପୁରା ଆମର ଗାଁରେ ଯେମିତି ଗଛ ପଛ ଲଗାଯାଏ ସେମିତି ତ ଏପଟେ ଲାଗିଛି ବାଇଗଣ ଅଳ୍ପ ଅଳ୍ପ ଛୋଟ ଛୋଟ ଆଉ ଇଏ ହେଉଛି ଲଙ୍କା ଫଳୁଛି ଲଙ୍କା ଫଳୁଛି ବହୁତ ସାରା ଲଙ୍କା ଆମେ ନେଇକି ଖାଇଲୁଣୁ ଭିଡ଼ିଓ କରିନି ନା ଆଜି ବହୁତ ଦିନ ପରେ ମୁଁ ଆଜି ପଛକୁ ଆଇଛି ତ ଲଙ୍କା ବହୁତ ସାରା ହେଇଥିଲା ତୋଳି ନେଇଯାଇଛନ୍ତି କାଲି ନେଇଛନ୍ତି ତ ଏଇଟା ଗୋଟେ ଗଛରେ ଅଛି ଦେଖନ୍ତୁ ଏଇଟା ଦେଖନ୍ତୁ ଏଇଟା ଗୋଟେ ଗଛରେ ଅଛି ଆଉ କେଉଁଠି କେଉଁଠି ଗୋଟେ ଗୋଟେ ବଞ୍ଚି ଯାଇଛି ମାନେ ସେ ନେଇନାହାନ୍ତି ତୋଳି ନାହାନ୍ତି। ଆଉ ଲେମ୍ବୁ କୁଆଡ଼େ ଦେଖାଯାଉନି ଲେମ୍ବୁ କଥା କହୁଥିଲେ ଲେମ୍ବୁ ବହୁତ ସାରା ହେଇଥିଲା ଆମେ ନେଇଛୁ। ସେଟାର ଛୋଟଟେ ହେଇଛି ଏଇଟାର ବଡ଼ ବହୁତ ହେଇଗଲାଣି ଏଇଥିରେ ପୁରା ହେଇଗଲା ପତ୍ର ପୁଣି ଏ ଗଛଟା କାଟିଦେଲା ସିଏ ପୁଣି ଆହୁରି ଇଏ ହେଇଗଲା। এই ভিডিওটি ଆପଣମାନଙ୍କୁ କେମିତି ଲାଗିଲା ଲାଇକ୍ କରିବେ ସେୟାର କରିବେ କମେଣ୍ଟ କରିବେ ସବସ୍କ୍ରାଇବ୍ କରିନେବେ ତ କମେଣ୍ଟ କରୁନାହାନ୍ତି କମେଣ୍ଟ କରିବେ ନିହାତି କମେଣ୍ଟ କରିବେ ଆଉ ଭିଡ଼ିଓକୁ ପୁରା ୱାଚ୍ କରିବେ ପୁରା ଭିଡ଼ିଓ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଥ୍ୟାଙ୍କ ୟୁ ସୋ ମଚ୍।